ଏହେ ଲାଗୁଛି ଆଜି ଭଜାଟା ପୁରା ଖରାପ ହେଇଯିବ ଆଉ। ଇଏ କ'ଣ କଲି? ଏମିତି ଭଜା ଆଗରୁ କେହି ଖାଇନଥିବେ। ଥରେ ଭିଡ଼ିଓ ଦେଖନ୍ତୁ। ଆଉ ଚାଲ ଷ୍ଟାର୍ଟ କରିଦେବା ଆଜିର ଭିଡ଼ିଓ। ଆଜିର ରୋଷେଇରେ କ'ଣ କ'ଣ ସବୁ କରୁଛି ଦେଖନ୍ତୁ, ଆଉ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ବି କରନ୍ତୁ। ପ୍ରଥମେ ମସୁର ଡାଲି କିଛି ନେଇଯାଇଛି, ତାକୁ ଭଲସେ ଧୋଇଦେବି। ଆଉ ମୋର ଯେଉଁ ଛୋଟ କୁନି ପ୍ରେସର କୁକରଟା ନେଇ ଆସି ସେଥିରେ ଡାଲି ତକ ପକାଇଦେବି। ଆଉ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଗୋଟେ ବଡ଼ ଟମାଟର ପକାଇକି ଆଉ ପାଣି ଦେଇଦେବି। ତାପରେ ତାକୁ ଦୁଇଟା ହୁଇସିଲ୍ ଦେଇକି ସିଝେଇକି ରଖିଦେବା। ତାପରେ ସବୁ ଭଜା ପାଇଁ କ'ଣ ଆଜି କରିଦେଇଛି ଦେଖନ୍ତୁ। ଆଉ ଭାବୁଛି ଭଜାଟା ଖରାପ ହେଇଯିବ, ଆଉ ଦେଖିବା କରିବା, ତାପରେ ଟେଷ୍ଟ କରି କହିବା କେମିତି ହେଇଛି। ପୁରା ଅଲଗା ପ୍ରକାର କରିଦେଇଛି। ଯଦି ଖରାପ ହେଇଗଲା ନା ତାହେଲେ ଗଲା, ସବୁ କିଛି ଖାଇବା ନଷ୍ଟ ଗଲା। ଆଉ ତାପରେ ଯାହା ହେବ ଆଉ। ଏମିତି ସୋରିଷ ମସଲାଟା ବାଟିଥିଲି କାହା ପାଇଁ, ହେଲେ କଲି କ'ଣ? ତ ପ୍ରଥମେ କ'ଣ କରିଛି ନା କଢ଼େଇ ଗରମ କରି ଟିକେ ବଡ଼ି ଭାଜି ଦେଇଛି। ବଡ଼ିଟା କ'ଣ ପାଇଁ ଭାଜିଛି ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ। ତାପରେ ଗୋଟେ ଗ୍ରାଇଣ୍ଡର ଜାର୍ ନେଇଯାଇଛି, ସେଥିରେ ରସୁଣ, ପିଆଜ ଆଉ ସୋରିଷ, ଜିରା, ଶୁଖିଲା ଲଙ୍କା ଆଉ ଏ ବଡ଼ିକୁ ପକେଇକି ତାକୁ କ'ଣ କରିଛି ନା ବାଟି ଦେଇଛି। ମୁଁ ଏଇ ବାଟଣରେ ଗୋଟା ମସଲା ସବୁ କରିଥାନ୍ତି, ତ ଗୋଟା ମସଲା ଟିକେ ବଡ଼ି ଅଳ୍ପ ପଡ଼ିଲେ ଭଲ ଲାଗେ। ଏବେ ତ ପାଣି ଦେଇକି ମସଲା ତ ରେଡ଼ି ହେଇଗଲା। ଆଉ ଗୋଟା ମସଲା ଯେହେତୁ ହେଲାନି ସେଥିଲାଗି ଏତିକ ସବୁ କାରନାମା ହେଇଗଲା। ତାପରେ କ'ଣ କରିଛି ନା ଆଳୁ ନେଇଛି, ଏମିତି ପୋଟଳ ନେଇଛି, ଫୁଲକୋବି ନେଇଛି, ତାକୁ ଭଲସେ ସରୁ ସରୁ କରି କାଟି ଦେଇଛି। ଆଜି ପୋଟଳ ଆଉ ଭେଣ୍ଡିର ଗୋଟା ମସଲା କରିଥାନ୍ତି, ହେଲେ ସେ ହେଇପାରିଲାନି, ଲାଷ୍ଟକୁ ଏମିତି କରିବାକୁ ପଡ଼ିଲା। ତାପରେ କଢ଼େଇ ଗରମ କରିଦେଇଛି, ଆଉ ସେ ଯେଉଁ ମସଲାକୁ ଆ ଦେହରେ ପକାଇ ଟିକେ କଷି ଦେଇଛି। ତାପରେ ଏ କଷି ହେଇସାରିଲା ପରେ ଆ ଦେହରେ ଗୋଟେ ବଡ଼ ଟମାଟର ପକାଇ ଦେଇଛି, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ପକାଇକି ଆକୁ ମସଲାକୁ ଭଲସେ ଟିକେ କଷି ଦେଇଛି। କଷି ସାରିକି କ'ଣ ହେଉଛି ଦେଖିବା। ଆକୁ ଟିକେ କଷି କାଷିକି ପ୍ରଥମେ ଆଳୁ ପକାଇଦେବେ, ଆଉ ପୋଟଳ ପକାଇଦେବେ। ତାକୁ ପାଣି ଅଳ୍ପ ଦେଇକି ତାକୁ ଭଲସେ ଟିକେ କଷିକି ତାକୁ ଫୁଟିବା ପାଇଁ ଛାଡ଼ିଦେବେ, ଯେମିତି ପୋଟଳ ଆଳୁ ସିଝିଯିବ। ଆଉ ଲାଷ୍ଟକୁ କୋବିଟା ପଡ଼ିବ। କୋବିଟା ଯେ ଜଲ୍ଦି ସିଝିଯିବ ନା, ସେଥିଲାଗି ଲାଷ୍ଟକୁ ସେ ପଡ଼ିବ। ଏବେ ଆକୁ ଏଥିରେ ପାଣି ଦେଇକି ତାକୁ ସିଝିବା ପାଇଁ ଛାଡ଼ିଦେବେ। ଏଥିରେ ମନ ନଥିଲା ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ ଟିକେ ପକାଇବା ପାଇଁ। ସେଟାକୁ କ'ଣ କରିଛି ନା ଏସବୁ ପକାଇ ସାରିଲା ପରେ ଲାଷ୍ଟକୁ ଘୋଡ଼େଇ ଘାଡ଼େଇ ଥୋଇ ସାରିଲା ପରେ ଲାଷ୍ଟକୁ ମନେ ପଡ଼ିଲା ତାକୁ ପକାଇଛି। ପକାଇକି ପୁଣି ତାକୁ ଭଲସେ ସିଝେଇକି ଫୁଟାଇ ଦେଇଛି। ଏ ଧଳା ଧଳା ଦେଖାହେଉଛି କାହିଁକି ନା ବଡ଼ିଟା ପୁରା ପଡ଼ିଯାଇଛି ନା, ସେଥିଲାଗି ଧଳା ଧଳା ଦେଖାହେଉଛି। ସେଥିଲାଗି ଟିକେ ରାଗ ରାଗ ଲଙ୍କାଗୁଣ୍ଡ ପକାଇ ଦେଇ ତା କଲର୍ ପୁରା ଚେଞ୍ଜ ହେଇଯିବ। ଏବେ ତ ଫୁଟି ଫାଟିକି ରେଡ଼ି ହେଇଗଲାଣି। ତାପରେ କୋବି ପକାଇଦେବେ, ପକାଇକି ତାକୁ ଫୁଣିରେ କୋବି ଯେମିତି ସିଝିଯିବ ସେମିତି ଫୁଟାଇକି ପୁରା ମସଲା ମସଲା ଯେମିତି ହେଇଯିବ, ପାଣି ଫାଣି ମରିଯିବ। ତାପରେ ତାକୁ କ'ଣ କରିବା, ଚାଲ ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ତାପରେ ଜାଣିପାରିବେ ତାପରେ କ'ଣ ହେଉଛି। ଭାତ କରିଦେଇଛି, ଡାଲି ତ ରେଡ଼ି ହେଇଗଲାଣି ଫୁଟିକି। ତାପରେ ଡାଲିଟା ଛୁଙ୍କ ଦେଇଦେବା, ତାପରେ କାମ କରିବା। ଡାଲିଟା ଏମିତି ସିଝିକି ରେଡ଼ି ହେଇଯାଇଛି। ଚାଲ ସେଇ ପ୍ରେସର କୁକରରେ କ'ଣ କରିବା, ତେଲ ଗରମ କରି ଫୁଟଣ, ଶୁଖିଲା ଲଙ୍କା ଆଉ ପିଆଜ ପକାଇ ତାକୁ ଭଲସେ ଜାରିଦେବା। ଜାରି ହେଇସାରିଲା ପରେ ଯେଉଁ ଟମାଟୋଟା ପକାଇକି ସିଝେଇଥିଲି ତାକୁ ପକାଇକି କଷିଦେବା। କଷିକି ରଖିଥିବା ସିଝା ଡାଲିକୁ ପକାଇକି ତାକୁ ଫୁଟାଇଦେବା। ବାସ୍ ଡାଲି ରେଡ଼ି ହେଇଗଲେ ତାକୁ ସାଇଡ଼୍ କରି ରଖିଦେବା। ଆ ଦେହରେ ଆଉ କିଛି କାମ ନାହିଁ। ଭଜା ବି ଏବେ କ'ଣ ହେଇଛି ନା ଫୁଟି ଫାଟିକି ରେଡ଼ି ହେଇଯାଇଛି। ତାପରେ ଆକୁ ଟିକେ ପିଆଜ ଦେଇକି ଭାଜିବା, ତାପରେ ବଢ଼ିଆ ଲାଗିବ ସିଏ। ତାୱା ଗରମ କରିଦେଲି, ଟିକେ ସୋରିଷ ତେଲ ଆ ଦେହରେ ପକାଇ ଦେଇଛି, ଆଉ କଟା ପିଆଜ, ଫୁଟଣ ଏମିତି ନେଇଯାଇଛି। ତାକୁ ସେ ଟିକେ ଭାଜି ହେଇସାରିଲା ପରେ ତାପରେ କ'ଣ କରିବା ନା ଏ ଭଜାକୁ ଅଳ୍ପ ଅଳ୍ପ କରିକି ପକାଇକି ତାକୁ ଏପଟ ସେପଟ କରି ପୋଟ ପୋଟ କରି ଭାଜିବି। ଆଉ ଏତେ ଟେଷ୍ଟ, ଏତେ ବଢ଼ିଆ ଲାଗିବ। ମୁଁ ଭାବିଥିଲି ପୁରା ଖରାପ ହେଇଯିବ। ଆଉ ବଡ଼ି ଯେହେତୁ ପକାଇ ଦେଇଛି ଗୋଟା ମସଲା ପାଇଁ, ସିଏ ଏମିତି କରିବି ବୋଲି ମୁଁ କେବେ ଭାବିନଥିଲି। ମସଲାଟା ବାଟିଥିଲି କ'ଣ ପାଇଁ, ହେଲେ ହେଲା କ'ଣ ପାଇଁ, ତ ଚଳିବ। କିନ୍ତୁ ଭଜା ବହୁତ ଭଲ ଥିଲା। ଏମିତି ବି ଟ୍ରାଏ କରି ଗୋଟେ ଥର ଖାଆନ୍ତୁ ମୋ ଭଳିଆ। ଆଉ ଭାବିଥିଲି ତ ଖରାପ ହେଇଯିବ, ନହେଲେ ତ ଗାଈଟା ପୁରା ଶୁଣିଥାନ୍ତି, ତ ରକ୍ଷା ପାଇଗଲି। ଆଉ ଭଲ ଲାଗୁଥିଲା ଗୋଟେ ପ୍ରକାର। ମୁଁ ମସଲାଟା ବାଟିଥିଲି କିଛି ଗୋଟା ମସଲା କରିବା ପାଇଁ, ଭଲ ଲାଗିଥାନ୍ତା ବେସର ଭଳିଆ। ଆଉ ଦେଖିଲା ସେଇଟା ତ ହେଇପାରିଲାନି, ଏଇଟା ଏମିତି କରିଦେଲି। ଆଉ ଏଇଟା ବି ବହୁତ ହି ବଢ଼ିଆ ଲାଗୁଥିଲା। ବେସର ଦିଆ ଭଜା ହେଉ କି ଗୋଟା ମସଲା ଭଜା ହେଉ, ମାନେ ଏତେ ବଢ଼ିଆ ଲାଗେ ଖାଇବା ପାଇଁ। ଏମାନେ ଓଡ଼ିଆମାନେ ହିଁ ଖାଆନ୍ତି, ଆଉ କେହି ଖାଆନ୍ତିନି ବୋଧେ ଲାଗୁଛି। ଆଉ ଆମର ତ ଏଇଟା ବଢ଼ିଆ ସବୁ ଖାଇବା, କେତେ ବଢ଼ିଆ ପୋଟ ପୋଟ ହେଇକି ଭାଜି ହେଇଗଲାଣି। ଖାଲି ଏମିତି ଓଲଟେଇ ଆଲଟେଇ ତା ପୋଟ ପୋଟ କରି ଭାଜିବେ, ଆଉ ତା ଖାଇକି ମଜା ନେବେ, ବହୁତ ହି ବଢ଼ିଆ ଲାଗିବ। ପୋଡ଼ ପୋଡ଼ ହେଇକି ଭଜା ତ ରେଡ଼ି ହେଇଗଲାଣି, ଡାଲି ରେଡ଼ି ହେଇଯାଇଛି, ଭାତ ବି ତା ଭିତରେ କରିକି ରେଡ଼ି କରିଦେଇଛି। ଆଉ ଡେରି ନ କରିକି ଗୋଟେ ପ୍ଲେଟ୍ରେ ଏମିତି ଭାତ ବାଢ଼ି ନେଇଛି, ଡାଲି ନେଇଯାଇଛି, ଆଉ ସେ ମସଲା ଦିଆ ଭଜା ନେଇଯାଇଛି, ତା ସାଙ୍ଗକୁ ଟିକେ ଆଚାର ଆଉ ମିକ୍ସଚର। ଓଃ, ପୁରା ଜମିଗଲା ଖାଇବା। ଆଉ ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ମୁଁ ଏମିତି ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ରହୁଛି, ଜୟ ଜଗନ୍ନାଥ।